ସୁନା ପ୍ରିୟ ସେଇ କାଳିଆ ସୁନା। ସୁନାର ହାତ, ସୁନାର ପୟର, ସୁନାର କୁଣ୍ଡଳ, ସୁନାର କିରୀଟରେ ବେଶ ହୋଇ ରଥ ଉପରେ ଯେମିତି ଦର୍ଶନ ଦିଅନ୍ତି, ଠିକ୍ ସେମିତି ସୁନା କୂଅର ପାଣିରେ ସ୍ନାନ କରନ୍ତି ମହାପ୍ରଭୁ। ହଁ ସାଙ୍ଗମାନେ, ଖାଲି ମଣିଷ ମାନଙ୍କୁ ସୁନା ଭଲ ଲାଗେନି, ଆମ କାଳିଆ ସାଆନ୍ତ ବି ଭାରି ସୁନା ପ୍ରିୟ। ଯେମିତି ସୁନା ବେଶରେ ସଜ ହୁଅନ୍ତି, ସେମିତି ସୁନା ଥାଳିରେ ଖାଆନ୍ତି, ଆଉ ସୁନା କୂଅର ପାଣିରେ ପ୍ରତ୍ୟକ୍ଷ ସ୍ନାନ କରନ୍ତି। ବର୍ଷକୁ ଥରେ ପ୍ରତ୍ୟକ୍ଷ ଭାବରେ ଥରୁଟିଏ ସ୍ନାନ କରୁଥିଲେ ହେଁ ସୁନା କୂଅର ପାଣିରେ ସ୍ନାନ କରି ଆମ ଶ୍ରୀଜୀଉ କଣ ଭାବୁଛନ୍ତି, ଏଇ କୂଅଟି ସୁନାରେ ତିଆରି ନା ଆଉ କିଛି? ଆସନ୍ତୁ ଜାଣିବା ସୁନା କୂଅ ବିଷୟରେ। କଣ ପାଇଁ ସେ କୂଅର ପାଣିରେ ଜଗନ୍ନାଥ ସ୍ନାନ କରନ୍ତି? କେଉଁଠି ଅଛି ଏଇ ସୁନା କୂଅ? ଜୟ ଜଗନ୍ନାଥ ସାଙ୍ଗମାନେ, ନମସ୍କାର। ମୁଁ ସୁଚିତ୍ରା ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଆଉ ଏକ ନୂଆ ଭିଡିଓକୁ। ସାଙ୍ଗମାନେ, ପାଖେଇ ଆସୁଛି ଜଗତର ସବୁଠାରୁ ବଡ ଯାତ୍ରା, ରଥଯାତ୍ରା, ଯେଉଁଠି ଏକାକାର ହେବେ ଭକ୍ତ ଓ ଭଗବାନ। ଭକ୍ତିରେ ଭାସିବ ବଡଦାଣ୍ଡ, କଳା କହ୍ନେଇର ସେ ଚକାଚକା ଆଖିରେ ବିଭୋର ହେବେ ଭକ୍ତ। ରତ୍ନବେଦୀ ଛାଡି ସ୍ନାନବେଦୀରେ ସ୍ନାନ କରି ଗଜାନନ ବେଶରେ ଦର୍ଶନ ଦେବା ପରେ ଅଣସର ଗୃହରେ 15 ଦିନ ପର୍ଯ୍ୟନ୍ତ ଜଗନ୍ନାଥ ଜ୍ୱରରେ ପଡନ୍ତି ଆମ ମହାପ୍ରଭୁ। ଖରା ପରେ ବର୍ଷା ଆସିବା ପୂର୍ବରୁ ମୌସୁମୀ ପରିବର୍ତ୍ତନ ବେଳେ ମଣିଷ ଅତ୍ୟଧିକ ସ୍ନାନ କଲେ ଯେମିତି ଜ୍ୱରରେ ପଡନ୍ତି, ଆମ ଠାକୁର ମାନେ ମଧ୍ୟ ପ୍ରତ୍ୟେକ ଅତ୍ୟଧିକ ସ୍ନାନ କରି ଜ୍ୱରରେ ପଡନ୍ତି। ବର୍ଷର ସବୁ ସମୟରେ ଶ୍ରୀଜୀଉ ମାନେ ପରୋକ୍ଷ ଭାବରେ ଦର୍ପଣ ସାହାଯ୍ୟରେ ସ୍ନାନ କରିଥାନ୍ତି, ଯାହାକୁ ବିମ୍ବ ସ୍ନାନ କୁହାଯାଏ। କିନ୍ତୁ ସ୍ନାନ ପୂର୍ଣ୍ଣିମା ଦିନ ପ୍ରଭୁ ଜଗନ୍ନାଥ 35, ଶ୍ରୀ ବଳଭଦ୍ର 33, ମା ସୁଭଦ୍ରା 22 ଏବଂ ସୁଦର୍ଶନ 18 କୁମ୍ଭ ଜଳରେ ମୋଟ 108 ଗରା ପାଣିରେ ଗାଧୋଇ ପୂର୍ଣ୍ଣିମାର ଦିନ ଥାନ୍ତି। ଆମ ଶ୍ରୀଜୀଉ ମାନେ ଜନଶ୍ରୁତି ଅନୁଯାୟୀ ସ୍ନାନ ପୂର୍ଣ୍ଣିମାରେ ବ୍ୟବହୃତ ଜଳ ଅତୀତରେ ଭାରତ ବର୍ଷର ସବୁ ତୀର୍ଥରୁ ଆସି ସୁବର୍ଣ୍ଣ ପାତ୍ରରେ ରଖି ଶ୍ରୀମନ୍ଦିରର ବାହାର ବେଢା ବା ଉତ୍ତର ଦ୍ୱାର ସନ୍ନିକଟ ବା ଶୀତଳାଙ୍କ ନିକଟରେ ଥିବା ସୁନା କୂଅରେ ଘୋଡାଇ ରଖାଯାଉଥିଲା। ତେଣୁ ପ୍ରତିବର୍ଷ ସ୍ନାନ ପୂର୍ଣ୍ଣିମା ପୂର୍ବ ଦିନ ଢାଙ୍କୁଣୀ ଖୋଲାଯାଏ ଏବଂ ମୁଦିରଦେସ୍ତ ସେବକ ଏବଂ ସୁନା ଗୋସାଇଁ ସେହି ସୁନା କୂଅରୁ 108 ଗରା ପାଣି ଆଣି ଜଳ ଅଧିବାସ ଗୃହରେ ରଖନ୍ତି। ତାପରେ ଏହି ଜଳରେ କର୍ପୂର, ଚୁଆ, ଚନ୍ଦନ ଆଦି ସୁବାସିତ ଦ୍ରବ୍ୟମାନ ମିଶାଇ ଅଧିବାସ କରାଯାଏ। ସ୍ନାନ ପୂର୍ଣ୍ଣିମା ଦିନ ସେହି ଜଳରେ ମହାପ୍ରଭୁ ମାନେ ସ୍ନାନ କରନ୍ତି। ଏହି କୂଅର ନାଁ ସୁନା କୂଅ ବୋଲି କଥିତ ରହିଛି। ସୁନା କୂଅ, ଏହି କୂଅଟି 50 ଫୁଟରୁ ଅଧିକ ଗଭୀର ଓ ଗୋଲାକୃତି। କୂଅ ଚାନ୍ଦିନୀଟି ସଦାସର୍ବଦା ଚାରିପଟ ସିମେଣ୍ଟ ଚାଦର ଦ୍ୱାରା ଆବୃତ ହୋଇଥାଏ, କାରଣ ଏ କୂଅର ପାଣି କେବଳ ପ୍ରଭୁଙ୍କ ସ୍ନାନ ଉତ୍ସବ ପାଇଁ ହିଁ ବର୍ଷକରେ ମାତ୍ର ଥରକ ପାଇଁ ବ୍ୟବହୃତ ହୋଇଥାଏ। ଶ୍ରୀମନ୍ଦିରର ବାହାର ବେଢା ଉତ୍ତର ଦ୍ୱାର ସନ୍ନିକଟ ମା ଶୀତଳ ମନ୍ଦିର ପାଖରେ ରହିଛି ଏହି ସୁନା କୂଅ। ସ୍ନାନ ପୂର୍ଣ୍ଣିମାର ପୂର୍ବ ଦିନ ଅର୍ଥାତ୍ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଦିନ ସୁନା କୂଅର ଘୋଡଣୀ ଖୋଲାଯାଏ, କାରଣ ସ୍ନାନ ପୂର୍ଣ୍ଣିମା ପୂର୍ବରୁ କୂଅଟିକୁ ଉଝାଳିବା ମଧ୍ୟ ଗୋଟିଏ ପରମ୍ପରା ରହିଛି। ଉଝାଳିବା ଦାୟିତ୍ୱ ମଧ୍ୟ ଦୟଣାମାଳି ନାମକ ନିର୍ଦ୍ଦିଷ୍ଟ ସେବାୟତ ମାନଙ୍କ ଉପରେ ନ୍ୟସ୍ତ ରହିଛି। ଉଝାଳିବା ଦ୍ୱାରା ସୁନା କୂଅର ଜଳ ଶୂନ୍ୟ ହୋଇଯାଇଥିଲେ ମଧ୍ୟ ସଙ୍ଗେ ସଙ୍ଗେ ପର୍ଯ୍ୟାପ୍ତ ପାଣି ଝରିଯାଏ। ସେହି ପାଣିରେ ବିଗ୍ରହ ମାନଙ୍କର ସ୍ନାନ ନୀତି ସାଧାରଣତଃ ପୂର୍ବାହ୍ନରେ ସମ୍ପୂର୍ଣ୍ଣ ହୋଇଥାଏ। ଏହି କୂଅଟି ଶୀତଳା ଠାକୁରାଣୀ ଓ ତାଙ୍କ ବାହନ ସିଂହଙ୍କ ମଧ୍ୟରେ ଅବସ୍ଥିତ। ସତେ ଯେପରି ଏହି କୂଅକୁ ବର୍ଷ ସାରା ସିଂହ ହିଁ ସୁରକ୍ଷିତ ରଖିଥାଏ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ମହାପ୍ରଭୁଙ୍କୁ ସ୍ନାନ ପରେ ସବୁ ତୀର୍ଥ ଜଳ ସୁନା କୂଅରୁ ଅନ୍ତର୍ଧାନ ହୋଇଯାନ୍ତି। ତେଣୁ ସେ କୂଅର ଜଳ ଅନ୍ୟ କୌଣସି କାର୍ଯ୍ୟରେ ବ୍ୟବହୃତ ହୋଇନଥାଏ। ସ୍ନାନ ପୂର୍ଣ୍ଣିମା ପରେ ପରେ ସେ କୂଅ ଜଳ ଶୂନ୍ୟ ହୋଇଯାଏ, ତା ଉପରେ ସିମେଣ୍ଟ ଚାଦରରେ ଘୋଡାଇ ଦିଆଯାଏ। ସାଙ୍ଗମାନେ, କେମିତି ଲାଗିଲା ଆଜିର এই ଭିଡିଓଟି? ଆଶା କରୁଛି ଭଲ ଲାଗିଥିବ। ଯଦି ଭଲ ଲାଗିଥାଏ ତାହେଲେ ଛୋଟ ଲାଇକ୍ ଟେ କରିଦେବେ, ଅଧିକରୁ ଅଧିକ ସେୟାର କରିଦେବେ, କମେଣ୍ଟରେ ନିଜର ମତାମତ ଜଣାଇବେ। ମୋ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିବାକୁ ଭୁଲିବେନି। ରହୁଛି, ପୁଣି ଦେଖା ହେବ ଆଉ ଏକ ନୂଆ ଭିଡିଓରେ। ନମସ୍କାର, ଜୟ ଜଗନ୍ନାଥ।